S राम मंदिर 30 दिन रे मिलिला एतिकी कोटी दान रामललांक प्राण प्रतिष्ठा उत्सव को एक मास बीतीगलाणी आई जानुआरी 22 रे प्रधानमंत्री नरेंद्र मोदी संपूर्ण रीतिनीति सहित राम मंदिर रे रामललांक प्राण प्रतिष्ठा कार्यक्रम रे जोग देइथिले। रामललांक प्राण प्रतिष्ठा परे वर्तमान रामललांक दर्शन पाई भक्तंक गहଳି देखुबाकू मिलुछि। भक्तंक समागम एते मात्रा रे हेउछि जे ଏହା ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦେଶର ବିଭିନ୍ନ ଅନୁକୋଣରୁ ଭକ୍ତମାନେ ଦର୍ଶନ ପାଇଁ ଆସୁଛନ୍ତି। ଏକ ମାସ ମଧ୍ୟରେ 62 ଲକ୍ଷ ଲୋକ ରାମ ମନ୍ଦିରରେ ରାମଲଲାଙ୍କ ଦର୍ଶନ କରିଛନ୍ତି। ଏହା ସହ ସବୁଠାରୁ ବଡ଼ କଥା ହେଉଛି ଭକ୍ତମାନେ ରାମଲଲାଙ୍କୁ 50 କୋଟି ଟଙ୍କା ଦାନ ମଧ୍ୟ କରିଛନ୍ତି। ପ୍ରକାଶ ଗୁପ୍ତାଙ୍କ କହିବାନୁସାରେ ଗର୍ଭଗୃହ ସାମ୍ନାରେ 4ଟି ବଡ଼ ଆକାରର ଦାନ ବାକ୍ସ ରଖାଯାଇଛି। ଏହା ବ୍ୟତୀତ ଲୋକମାନେ 10ଟି କମ୍ପ୍ୟୁଟରୀକରଣ କାଉଣ୍ଟରରେ ମଧ୍ୟ ଦାନ କରୁଛନ୍ତି। ଏହି ଦାନ କାଉଣ୍ଟରରେ ମନ୍ଦିର ଟ୍ରଷ୍ଟ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଅନେକ ଭକ୍ତ ସନ୍ଧ୍ୟାରେ କାଉଣ୍ଟରର ବନ୍ଦ ହେବା ପରେ ଟ୍ରଷ୍ଟ ଅଫିସରେ ଥିବା ଦାନ ରାଶିର ଆକାଉଣ୍ଟ ଜମା କରନ୍ତି। ଉଦ୍ଘାଟନ ସଂଖ୍ୟାରେ ହେବାର ଏକ ମାସ ପରେ ମଧ୍ୟ ଭକ୍ତଙ୍କ କୌଣସି ହ୍ରାସ ଘଟିନାହିଁ। ଆଇ ମନ୍ଦିର ପ୍ରଶାସନର ନୂତନ ସମୟ ଆଳତି ସକାଳ ଅନୁଯାୟୀ ରାମଲାଲା ମୂର୍ତ୍ତିର ଶୁଭ ମଙ୍ଗଳବାର ଦିନ ସକାଳ 4:30 ରୁ ଆରମ୍ଭ ହେଉଛି। ମଙ୍ଗଳ 6:30 ରେ ପ୍ରାର୍ଥନା କରାଯାଇଥିଲା। ଏହା ପରେ ସକାଳ 7ଟାରୁ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ଯାଉଛି।